ଥିଲେ ଏବଂ ବ୍ରହ୍ମ ଧାରଣ କରୁଥିଲେ। ସେକ୍ସଟା ଗୋଟେ ଭଲ ଜିନିଷ, ଖରାପ ଜିନିଷ ନୁହେଁ ଏବଂ ସୃଷ୍ଟି ଆରମ୍ଭ ହୋଇଛି ସେଇଠୁ। ନାରୀ ପୁରୁଷର ମିଳନରେ ସୃଷ୍ଟି ଆରମ୍ଭ ହୋଇଛି। କିନ୍ତୁ ସେକ୍ସକୁ ନେଇକରି ଆପଣ ଯଦି ନେଇକରି ରାସ୍ତାଘାଟ ବଜାର ଏବଂ ଯେକୌଣସି ଜାଗାରେ ହଜାର ହଜାର ଲୋକ ଆସୁଥିବା ଜାଗାକୁ ସେଇଠି ବସିକରି ଓପନଲି ଆପଣ ସେକ୍ସ କରିବେ, ଏଇଟା ଗୋଟେ ସମାଜର କଳୁଷିତ ଅଧ୍ୟାୟ ସୃଷ୍ଟି ହେବ। ସେକ୍ସ କରିବାକୁ ମନା ନାହିଁ, ସେକ୍ସ କରାଯାଇପାରେ ଏବଂ ଶୃଙ୍ଖଳିତ ଭାବରେ କରାଯାଇପାରେ। ସମାଜରେ ଯିଏ ସେକ୍ସ ନ କରେ ସେଇଟା ନପୁଂସକ ଏବଂ ସେକ୍ସ କରିବା ପାଇଁ ଯେଉଁ ତରିକା ଅଛି, ଯେଉଁ ମାର୍ଗ ଅଛି, ସେଭଳି ମାର୍ଗ ଅନୁସରଣ ନ କରିକିରି ଆପଣ କାହାକୁ ମାଡ଼ି ବସିବେ, ମଦ ପିଇକି କାହାକୁ ଗୋଡ଼େଇବେ। ଗତକାଲି ଜଣେ ସ୍କୁଲ ଭିତରେ ମଦ ପିଇକିରି ଗୋଟେ ନାରୀକୁ ଗୋଡ଼େଇବା ମୁଁ ୟୁଟ୍ୟୁବରେ ଦେଖୁଥିଲି। ଏଭଳି ସେକ୍ସ କରାଯାଏ ନା। ସେକ୍ସ ଗୋଟେ ସାମ୍ବିଧାନିକ ପଦ୍ଧତିରେ ହୁଏ ଏବଂ ସମ୍ବିଧାନର ନୀତି ନିୟମ ଆଦର୍ଶରେ ହୁଏ। ପ୍ରଥମତଃ ବିବାହ କରିସାରିଲା ପରେ ସ୍ୱାମୀ ସ୍ତ୍ରୀ ଭିତରେ ମହାମିଳନ ହୁଏ ଏବଂ ତାପରେ ଯଦି କେହି କାହାକୁ ଭଲ ପାଉଥାଏ ସେଇଟା ସେ ଅଲଗା କଥା। ତେଣୁ ସେକ୍ସଟା ହେଉଛି ଗୋଟେ ନିଜର ବ୍ୟକ୍ତିଗତ ବ୍ୟାପାର। ଏକୁ ନେଇକି ସମାଜରେ କୌଣସି ଆଲୋଚନା ଚକ୍ର କରିବାର ଆବଶ୍ୟକତା ନାହିଁ। କ'ଣ ଖାଇଲ, କ'ଣ ପିନ୍ଧିଲ, କାହାକୁ ଭଲ ପାଇଲ, ଏସବୁର ଆବଶ୍ୟକତା ନାହିଁ। ସମାଜରେ ଶୃଙ୍ଖଳିତ ସେକ୍ସ କରନ୍ତୁ, ସେକ୍ସ କରିବା ମନା ନାହିଁ। ସେକ୍ସକୁ ଏଭଳି ଭାବରେ ନିଅନ୍ତୁ ଯାହା ସମାଜକୁ ବିଶୃଙ୍ଖଳିତ କରିବ ନାହିଁ ଏବଂ ସାମାଜିକ ଅନୀତି ମଧ୍ୟ ହେବ ନାହିଁ। ଯଦି ଏକଥା ନ ହୁଏ ତାହେଲେ ଆଗାମୀ ଦିନରେ ସେକ୍ସ ପାଇଁ ବହୁ ଲୋକ ମରିବେ, ବହୁ ଲୋକ ଜେଲ୍ ଯିବେ, ବହୁ ଲୋକ ଧ୍ୱଂସସ୍ତୂପରେ ପରିଣତ ହେବେ, ନିଜ ନିଜର ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ସେକ୍ସ ପାଇଁ ହରାଇ ଦେବେ। ଏକଥାକୁ ଏଡ଼ାଇ ଦିଆଯାଇ ନପାରେ। ସେକ୍ସ କଥା କହିବା ସେମିତି କିଛି ଅଛି କି ଆମେ ଏଇ ବାରରେ ସେକ୍ସ କରିବାନି, ଏଇ ବାରରେ ସେକ୍ସ କରିବା, ଏଇ ସମୟରେ କରିବା? ଦେଖନ୍ତୁ, ସେକ୍ସଟା ଗୋଟେ ହେଉଛି ଗୋଟେ ଏମିତି ଶୃଙ୍ଖଳିତ ଜିନିଷ, ଆପଣ ଯେକୌଣସି ସମୟରେ କରିବା ଭଲ ନୁହେଁ। କାହିଁକି ନା ଯଦି ଆପଣ ଶାସ୍ତ୍ରକୁ ମାନୁଥାନ୍ତି ତାହେଲେ ଯେକୌଣସି ମୁହୂର୍ତ୍ତରେ ସେକ୍ସ କରିବା ଠିକ୍ ନୁହେଁ, ଯାହା ବର୍ତ୍ତମାନ ସମାଜରେ ଚାଲିଛି। ରାତି ନାହିଁ ଦିନ ନାହିଁ, ଯିଏ ଯେଉଁଠି ପାରିଲା ସେଠି ଗୋଟେ ସେମାନେ ସେକ୍ସ କରୁଛନ୍ତି। ସେକ୍ସ ସେମିତି କରାଯାଏନି ବା ସେମିତି କଲେ କିଛି ଲାଭ ହେବ ନାହିଁ। ସମାଜରେ ବିଶୃଙ୍ଖଳିତ ଛୁଆମାନେ ଜନ୍ମ ହେବେ, ବର୍ଣ୍ଣସଙ୍କର ଜନ୍ମ ହେବେ। ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଏସବୁ ଜିନିଷ ରହିଛି। ଯେଉଁଦିନ ଆପଣ ଯଦି ସେକ୍ସ କରୁଛନ୍ତି ତାହେଲେ ସେଦିନ ଗୋଟେ ଯେଉଁ ଛୁଆଟି ଜନ୍ମ ହେବ ସେ ଗୋଟେ ବିକଳାଙ୍ଗ ହୋଇଯାଇପାରେ। ଏଭଳି ଶାସ୍ତ୍ର ନିବଦ୍ଧ କଥା ମଧ୍ୟ ରହିଛନ୍ତି। ତେଣୁ ଏ କଥାକୁ ଯଦି ଆପଣ ସ୍ୱୀକାର କରୁଛନ୍ତି ବା ମାନୁଛନ୍ତି ତାହେଲେ ଶୃଙ୍ଖଳିତ ଭାବରେ ସେକ୍ସ କଲେ ଭଲ ମଣିଷ ତିଆରି ହେବା ସହିତ ଭଲ ମଣିଷ ମଧ୍ୟ ଜନ୍ମ ନେବେ ଏବଂ ଆଗାମୀ ଦିନରେ ଗୋଟେ ଶୃଙ୍ଖଳା ସୃଷ୍ଟି ହେବ। ସେମିତି ଅଛି କି କିଛି ଗୁରୁବାରେ ସେକ୍ସ କଲେ ଲକ୍ଷ୍ମୀ ଛାଡ଼ିଯିବେ, ସେମିତି କିଛି ଅଛି କି ଆକ୍ଚୁଆଲି ଆମର? ନାଇଁ, ଶୁଣନ୍ତୁ, ସେମିତି କିଛି ନାହିଁ, ଆମକୁ ମାନିବାକୁ ପଡ଼ିବ। ସେମିତି କିଛି କୌଣସି ଲିପିବଦ୍ଧ ହୋଇ ନାହିଁ ଏଇ ବାର ଏଇ ତିଥି ଏଇ କିନ୍ତୁ ରହିଛି। ରାଜଉଆସରେ ରଜାମାନେ ଯେତେବେଳେ ରାଣୀ ସହିତ ମିଳନ ହେଉଥିଲେ ସେତେବେଳେ ତାଙ୍କର ତିଥି ବାର ନକ୍ଷତ୍ରରେ ହେଉଥିଲା। ଏବେ କାହିଁକି ସମାଜ ବିଶୃଙ୍ଖଳିତ ହୋଇଗଲାଣି? ଏବେ ସବୁ ମାନେ ଦିନ ନାହିଁ ରାତି ନାହିଁ, ଯିଏ ଯେଉଁଠି ପାରିଲା ସେକ୍ସ କରିଦେଲା, ଛୁଆ ହୋଇଗଲା। ତାଦ୍ୱାରା ସମାଜରେ କେତେ ଅସୁର ଜନ୍ମ ହୋଇସାରିଲେଣି, କେତେ ପାଖଣ୍ଡି ଜନ୍ମ ହୋଇସାରିଲେଣି, ତାର କୌଣସି ହିସାବ ବର୍ତ୍ତମାନ ନାହିଁ। ବର୍ଣ୍ଣଶଙ୍କରମାନେ ଜନ୍ମ ନେଇସାରିଲେଣି। ତାର ଏକମାତ୍ର କାରଣ ହେଉଛି ସେକ୍ସର ଗୋଟେ ନୀତି ନିର୍ଦ୍ଧାରଣ ସମୟ ଥାଏ। ବର୍ତ୍ତମାନ ସେସବୁ ଆଉ କେହି ମାନୁନାହାନ୍ତି, ଯାହାଫଳରେ ସମାଜ କଳୁଷିତ ହେବାକୁ ବସିଲାଣି ଏବଂ ଆଗାମୀ ଦିନରେ ଯଦି ଏହାକୁ ଯଦି ଆପଣ ନ ମାନନ୍ତି, ଆଜି ଆଜି ଗୁରୁବାର, ଆଜି ସଂକ୍ରାନ୍ତି, ଆଜି ମାସାନ୍ତ, ଆଜି ପୂର୍ଣ୍ଣିମା, ଏସବୁ ଜିନିଷକୁ ଯଦି ଆପଣ ନ ମାନିକି ସେକ୍ସ କରୁଛନ୍ତି, ନା ସାଧାରଣ ସବୁ ଧର୍ମର ଲୋକ ଏହାକୁ ଜାଣନ୍ତି ନାହିଁ। ଭାରତ ବର୍ଷକୁ ଛାଡ଼ିଦେଲେ ଭାରତ ବର୍ଷ ବାହାରେ ଯେତେ ଦେଶ ଅଛି ସେମାନେ ଧାର୍ମିକ ନୀତି ଅନୁସାରେ କୌଣସି କାର୍ଯ୍ୟ କରନ୍ତି ନାହିଁ। ଆମ ଭଳି ସେମାନେ ସଞ୍ଜ ଦୀପ ଦିଅନ୍ତି ନାହିଁ, ଫୁଲ କିଣନ୍ତି ନାହିଁ, ଧୂପ ଦୀପ କିଣନ୍ତି ନାହିଁ। ସେମାନେ କହନ୍ତି ଯେ ଆମର ଏଇଟା ଦୁଇ ଭାଗରେ ବିଭକ୍ତ କରାହେଇଛି। ଗୋଟେ ହେଉଛି ମାନିବାର ବାଟ, ଗୋଟେ ହେଉଛି ନ ମାନିବାର ବାଟ। ଯେଉଁମାନେ ନ ମାନିବାର ବାଟ କହନ୍ତି, ଯେଉଁମାନେ ଓଡ଼ିଶାରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ମାସାନ୍ତ, ସଂକ୍ରାନ୍ତି, ପୂର୍ଣ୍ଣିମା ମାନନ୍ତି ନାହିଁ ଏବଂ ସମାଜରେ ସେମାନେ କଳୁଷିତ ଅଧ୍ୟାୟ ସୃଷ୍ଟି କରନ୍ତି, ସେମାନଙ୍କୁ ଯଦି ଆପଣ ଦେଖିବେ କିଛି ନାହିଁ, ସେମିତି କିଛି ନାହିଁ। ବାହାର ଦେଶକୁ, ପାଶ୍ଚାତ୍ୟ ରାଷ୍ଟ୍ରକୁ ଦେଖିଲେ ସେମାନେ ମଧ୍ୟ ଏକ ଅନୁକରଣ କରନ୍ତି ନାହିଁ। କିନ୍ତୁ ସେମାନେ ଜାଣିଛନ୍ତି ବିଜ୍ଞାନ ସମ୍ମତ କଥା। ବିଜ୍ଞାନ ସମ୍ମତ କଥା କ'ଣ? ବିଜ୍ଞାନ ସମ୍ମତ କଥାରେ ଏସବୁର ଆବଶ୍ୟକତା ନାହିଁ। ଗୁରୁବାର, ମାସାନ୍ତି, ସଂକ୍ରାନ୍ତି, ପୂର୍ଣ୍ଣିମା, ବିଜ୍ଞାନ ସମ୍ମତରେ ଏସବୁ ଜିନିଷ ନାହିଁ। ମଣିଷ ନାରୀ ପୁରୁଷର ମିଳନରେ ମଣିଷ ଜନ୍ମ ନିଏ ଏବଂ ମଣିଷ ମରିଗଲା ପରେ ତାର ସରିଗଲା। ଏଇଭଳି ଭାବରେ ଚାଲେ। ଫେରିବା ଆମେ ଯେଉଁଟାକୁ ଆଜି ଅନ୍ଧବିଶ୍ୱାସ କରୁଛୁ ସେ ତାର ବି ସାଇଣ୍ଟିଫିକ୍ କିଛି ରିଜନ୍ ଅଛି। ଯାହା ଅଛି ଭାରତବର୍ଷରେ ଅଛି। ଭାରତବର୍ଷ ବାହାରକୁ ଗଲେ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ବଡ଼ ବଡ଼ ଦେଶକୁ ଯିବେ, ସେଠିକି ଏସବୁ ଜିନିଷ କିଛି ନାହିଁ। ଯଦି ଆପଣ କିଛି କହିବାକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଭାରତବର୍ଷ ହିଁ ଅଛି। ଭାରତବର୍ଷ ବାହାରେ ଏସବୁ ଜିନିଷ ନାହିଁ। ଭାରତବର୍ଷକୁ ଛାଡ଼ିଦେଲା ପରେ ଅନ୍ୟ କୌଣସି ପାଶ୍ଚାତ୍ୟ ରାଷ୍ଟ୍ରକୁ ଆପଣ ଯାଆନ୍ତୁ, ସେଠି ଏସବୁ ଜିନିଷକୁ ସେମାନେ ମାନନ୍ତି ନାହିଁ, ଗ୍ରହଣ କରନ୍ତି ନାହିଁ। ଦିନ ରାତି 24 ଘଣ୍ଟା ଯେତେବେଳେ ଯିଏ ପାଇଲା ମଦ ପିଇଲା, ସେକ୍ସ କଲା,
ଛୁଆ ଜନ୍ମ ହେଲେ ସେଥିରେ ମଧ୍ୟ ସେମାନଙ୍କ ପିଲା ଭଲରେ ଅଛନ୍ତି ଏବଂ ତାକୁ ହିଁ ତାଙ୍କ ଜୀବନର ଚରମ ଆଉ ପରମ ଲକ୍ଷ୍ୟ ବୋଲି ସେମାନେ ଅନୁକରଣ କରିଥାନ୍ତି ଯାହା ଭାରତବର୍ଷରେ ନାହିଁ।